ଜୟ ଜଗନ୍ନାଥ ସାଙ୍ଗମାନେ, ଆସନ୍ତୁ ବନେଇବା ବେବି କର୍ଣ୍ଣର ପକୋଡ଼ା। ଏଇଟା ଖାଇବାକୁ ବହୁତ ଟେଷ୍ଟି ଆଉ ବହୁତ ଇଜି ମଧ୍ୟ। ଦେଖନ୍ତୁ ପକୋଡ଼ାଟା କେତେ ସୁନ୍ଦର ଦେଖାଯାଉଛି ଆଉ ବହୁତ କମ୍ ଇନଗ୍ରେଡ଼ିଏଣ୍ଟରେ ବନିଯାଏ ଆଉ ଟେଷ୍ଟି। ତା ପାଇଁ କ'ଣ କରିବା, ମୁଁ ବେବି କର୍ଣ୍ଣ ନେଇଛି, ତାକୁ ଆମେ ଭଲ ଭାବରେ ଧୋଇଦେବା। ଧୁଆ ସାରି ପରେ ତାକୁ ଛାଣିକି ରଖିବା। ଛାଣି ସାରିଲା ପରେ ଆମେ ତାକୁ ସବୁ 2 ପିସ୍ କରିକି କାଟିବା। ଆପଣ ଚାହିଁଲେ ଆକୁ ସିଝେଇକି ବି କରିପାରିବେ, କିନ୍ତୁ ଏଇଟା ବହୁତ ଛୋଟ ସାଇଜର ଥିଲା। ତେଲରେ ହିଁ ଇଏ ଫ୍ରାଏ କଲେ ସିଝିଯିବ। ମୁଁ କରିଥିଲି, ଏଇଟା ବହୁତ ଟେଷ୍ଟି ବନିଥିଲା ଆଉ ବହୁତ କମ୍ ଟାଇମରେ ହେଇଗଲା। ମୋର ଜେନେରାଲ ସିଫ୍ଟ ଯିବାର ଥିଲା, ତାରି ଭିତରେ ମଧ୍ୟ ଏଇ ପକୋଡ଼ାଟା ହେଇଗଲା। ଦେଖନ୍ତୁ ପୁରା ମଝିରୁ ଫାଳ କରିକି କରିବେ, ଯେହେତୁ ଏଇଟା ବେବି ଛୋଟ ଛୋଟ କର୍ଣ୍ଣ ବା ମକା, ସେ କାଟି ହେଇଯିବ ଆରାମସେ, ତାର 2 ଫାଳ ହେଇଯିବ। ଏ ପକୋଡ଼ାଟା ବେଶୀ ତେଲ ବି ଟାଣେନି, ଆଉ ଯେହେତୁ କର୍ଣ୍ଣ, ଏଇଟା ବହୁତ ହେଲ୍ଦି ଆଉ ଟେଷ୍ଟି। ତାପରେ କ'ଣ କରିବା, ଆମେ ମସଲା ନେବା। ମୁଁ ରସୁଣ ନେଇଛି, ଅଦା, ଜିରା, କଞ୍ଚା ଲଙ୍କା, ଧନିଆ ପତ୍ର, ତାକୁ ଆମେ ମିକ୍ସଚର ଜାରରେ ନେବା ଆଉ ତାକୁ ଗ୍ରାଇଣ୍ଡ କରିବା। ଟିକେ ପାଣି ଦବାନି, ଦରଦରା ହେଲେ ବି ଚଳିବ। ବାଟି ଦେଇଥିବା, ତାକୁ ବାଟି ଦେଲା ପରେ ମୁଁ ତା ଦେହରେ କ'ଣ କଲି, କର୍ଣ୍ଣ ନେଲି। କାଟିଥିବା କର୍ଣ୍ଣ ନେଲା ପରେ ମୁଁ 2 ଚାମଚ ତା ଦେହରେ କର୍ଣ୍ଣଫ୍ଲାୱାର ଗୁଣ୍ଡ ପକେଇଲି। ତାପରେ ମୁଁ କ'ଣ କଲି ନା, ଯେଉଁ ବାଟିକି ରଖିଥିଲି ମସଲାଟାକୁ ମିଶାଇ ଦେଲି। ଏଇ ମସଲାଟା ପକୋଡ଼ାର ଟେଷ୍ଟକୁ ଏନହାନ୍ସ କରିବ। ତାପରେ ଆମେ ଲୁଣ ପକେଇବା ସ୍ୱାଦ ଅନୁସାରେ, ତାପରେ ହଳଦୀ ଗୁଣ୍ଡ, ତାପରେ ଟିକେ ଯେଉଁ କୌଣସି ମସଲା ଗୁଣ୍ଡ ଅଳ୍ପ ଟିକେ ପକେଇଦେବେ। ତାପରେ ଗୋଟେ ଲେମ୍ବୁର ଫାଳେ ଚୁପୁଡ଼ିବା। ତାପରେ ତାକୁ ଭଲ ଭାବରେ ମିଶାଇ ଦେବା। ଆପଣଙ୍କର ଯଦି ବେଶୀ ଡ୍ରାଏ ରହିବ, ତାହେଲେ ଆପଣ ଆଉ ଟିକେ ପାଣି ଦେଇକି ତାକୁ ଭଲ ଭାବରେ ମିଶାଇ ଦେବେ। ଜଷ୍ଟ ଟିକେ ପାଣି ଦେଲେ ଚଳିବ। ଆ ଦେହରେ 1 ଚାମଚ ଖଣ୍ଡ ଭଲ ଭାବରେ ତାକୁ ମିଶାଇ ଦେବା। ମିଶାଇ ସାରିଲା ପରେ ଆମେ ଗୋଟେ କରେଇ ନେବା। କରେଇକୁ ଗରମ କରିକି ତା ଦେହରେ ତେଲ ଦେବା। ତେଲ ପୁରା ଟିକେ ହଟ୍ ହେଲା ଯାକେ ତାକୁ ରଖିବା। ତେଲ ଗରମ ହେଇସାରିଲା ପରେ ଆମେ ସବୁ ଗୋଟେ ଗୋଟେ କରିକି ସବୁ ଯାକ କର୍ଣ୍ଣକୁ ପକେଇକି ଛାଣିବା ବା ଫ୍ରାଏ କରିବା। ଫାଷ୍ଟ ଟିକେ ହାଇ ଫ୍ଲେମ୍ରେ ଅଛି, ଯେହେତୁ ତେଲଟା ଗରମ ହେବାକୁ ଟାଇମ୍ ଲାଗିବ। ମୋର ଜେନେରାଲ ସିଫ୍ଟ ଥିଲା, ସେଥିଲାଗି ମୁଁ ତାକୁ ଟିକେ ଜଲ୍ଦି କରିବା ପାଇଁ ହାଇ ଫ୍ଲେମ୍ରେ ରଖିଛି। ପକେଇ ସାରିଲା ପରେ ଆମେ ଗୋଟେ ଥର ନଉଟେଇ ସାରିଲା ପରେ ଫ୍ଲେମ୍କୁ ଆମେ ସିମ୍ କରିଦେବା, ନହେଲେ ସିଝିବନି, ମକାଟା ଭିତରୁ ସିଝିବନି। ହାଇ ଫ୍ଲେମ୍ରେ ଛାଣିଦେଲେ କଲର୍ ତ ହେଇଯିବ, କିନ୍ତୁ ସିଝିବ ନାହିଁ। ତେଣୁ ସିମ୍ କରିକି ଛାଣିବାକୁ ପଡ଼ିବ। ଏ ପକୋଡ଼ା ବହୁତ କୁରକୁରା ବି ହୁଏ। ପକୋଡ଼ାକୁ ଛାଣି ଏବେ ଦେଖନ୍ତୁ ଏଇ କଲର୍ର ହେଇଗଲେ ପକୋଡ଼ାକୁ ଆମେ କାଢ଼ିଦେବା। ପକୋଡ଼ା ଆମର ହେଇଗଲା। ମୋର ଯେହେତୁ ଆଉ ଗୋଟେ ଭାଡ଼ି ହେବ, ମୁଁ ଆଉ ଥରେ ତାକୁ ପକେଇବି। ଏବେ କ'ଣ କରିବା ନା, ଆଉ ଥରେ ସବୁ ଯାକ ପକେଇଦେବା।
ମୁଁ ତାକୁ ଆଉ ଯେତିକି ଅଛି ସବୁ ଯାକ ଏକା ସାଙ୍ଗରେ ପକେଇଦେବି। ମୁଁ ସବୁ ଯାକ ଏକା ସାଙ୍ଗରେ ପକେଇଦେଲି। ଏବେ ଟିକେ ହାଇ ଫ୍ଲେମ୍ରେ ରଖିଛି। ଟିକେ ହେଇଗଲେ ମୁଁ ତାକୁ ପୁଣି ଲୋ ଫ୍ଲେମ୍ରେ ଛାଣିବି। ଗୋଟେ ଥର ହବାକୁ ପ୍ରାୟ 10 ମିନିଟ୍ ଲାଗିଥାଏ। ଏ ଦେଖନ୍ତୁ ଆମର ବନିଗଲା କର୍ଣ୍ଣର ପକୋଡ଼ା ବା ବେବି କର୍ଣ୍ଣ ଫ୍ରାଏ। ଆପଣ ଏମିତି ମୋ ଚ୍ୟାନେଲକୁ ମୋ ଭିଡ଼ିଓ ଯଦି ପସନ୍ଦ ଆସୁଛି ତାହେଲେ ମୋ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ। ଆଉ ଏମିତି ଟେଷ୍ଟି ଖାଇବା ବନେଇବା ଶିଖନ୍ତୁ। ଜୟ ଜଗନ୍ନାଥ।